ଶିକ୍ଷକତା ଏକ ବୃତ୍ତି ନୁହେଁ, ସେବା। ଏହି କଥାକୁ ପାଥେୟ କରି ଚାଲୁଥିବା ଜଣେ ଶିକ୍ଷକ ହେଲେ ଅଗଣୀ ମହାନ୍ତି। ସ୍କୁଲକୁ ଆସୁନଥିବା କିମ୍ବା ପାଠପଢ଼ା ଛାଡ଼ିଥିବା ପିଲାମାନଙ୍କୁ ଖୋଜି ଖୋଜି ସ୍କୁଲକୁ ଆଣିବା ତାଙ୍କର ଏକ ନିଶା କହିଲେ ଚଳେ। ସାର୍ ଆପଣଙ୍କ ନାଁଟା? ମୋ ନାଁ ଅଗଣୀ ମହାନ୍ତି। ଆଜ୍ଞା, ଅଗଣୀ ମହାନ୍ତି। ସେହିଭଳି ଦୁଇ ଜଣ ପିଲା ହେଲେ ରମେଶ ଛୋଟରାୟ ଏବଂ ମୁରଲୀ ମୋହନ ନାୟକ। ଅଗଣୀ ସାରଙ୍କ ଚେଷ୍ଟାରେ ଦୁଇ ଜଣ ଯାକ ଭଲ ପାଠ ପଢ଼ିଛନ୍ତି ଏବଂ ଉଚ୍ଚ ପଦବୀରେ ମଧ୍ୟ ଅଧିଷ୍ଠିତ ହୁଅନ୍ତି। ସମୟକ୍ରମେ ସ୍କୁଲ ନିକଟସ୍ଥ ସହରରେ ସବ୍ ରେଜିଷ୍ଟ୍ରାର ଭାବେ ଯୋଗ ଦିଅନ୍ତି ରମେଶ। ଅଗଣୀ ସାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ପିଲାଦିନେ ମାଙ୍କ ପାଇଁ ଏକ ସିଲାଇ ମେସିନ୍ କିଣିବା ପାଇଁ ଉଦ୍ଧାର ନେଇଥିବା ଟଙ୍କା ଫେରିବା ପାଇଁ ସ୍କୁଲରେ ପହଞ୍ଚନ୍ତି ସେ। କିନ୍ତୁ ସେତେବେଳକୁ ଅଗଣୀ ସାର୍ ଅବସର ଗ୍ରହଣ କରି ନିଜ ପୈତୃକ ଗ୍ରାମରେ ରହୁଥାନ୍ତି। ସ୍କୁଲରୁ ତାଙ୍କ ଠିକଣା ସଂଗ୍ରହ କରି ସେଠାରେ ପହଞ୍ଚନ୍ତି ସେ। କିନ୍ତୁ ଅଗଣୀ ସାରଙ୍କ ପୁଅ ବୋହୂ ତାଙ୍କୁ ଘରୁ ବାହାର କରିଦେଇଥାନ୍ତି। ଖାଲି ଏତିକି ନୁହେଁ, କାହାଣୀରେ ଆଗକୁ ରମେଶ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେବେ ବର୍ତ୍ତମାନ ଆପଣ ଯେଉଁ କାହାଣୀଟିକୁ ଶୁଣିଲେ, ଏ କୌଣସି ଛୋଟ କାହାଣୀ ନୁହେଁ, ବରଂ ଏକ ଓଡ଼ିଆ ଫିଲ୍ମର କାହାଣୀ। କାହାଣୀକୁ ତ ମୁଁ ଆପଣଙ୍କୁ ବହୁତ ସଂକ୍ଷେପରେ ଜଣାଇଛି, କିନ୍ତୁ ସିନେମାରେ ବହୁତ କିଛି କଥା ଘଟିଛି। ତେବେ ମୁଁ ଆପଣଙ୍କୁ କହିଥିବା କାହାଣୀର ବା ଓଡ଼ିଆ ଫିଲ୍ମର ନାଁ ହେଉଛି ସାର୍। ହଁ ଆଜ୍ଞା, ସେଇ ସାର୍ ଯିଏ ଅନ୍ଧାରରୁ ଗୋଟେ ଶିଶୁକୁ ଆଲୋକ ଦେଖାନ୍ତି। ବର୍ତ୍ତମାନ ଓଡ଼ିଆ ସିନେ ନିର୍ମାତା ଭଲ ଭଲ ସିନେମା କରିବା ପାଇଁ ଅଣ୍ଟା ଭିଡ଼ୁଛନ୍ତି, ଆଉ ସାର୍ ଓଡ଼ିଆ ଫିଲ୍ମଟି ହେଉଛି ତା'ର ଏକ ଉଦାହରଣ। ସୂଚନା ଅନୁସାରେ ସିନେମାଟି ଖୁବ୍ ଶୀଘ୍ର ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ରିଲିଜ୍ ହେବ। ତେବେ ଆପଣମାନେ ଏହି ସିନେମାକୁ ଦେଖିବା ପାଇଁ କେତେ ଏକ୍ସାଇଟେଡ୍, କମେଣ୍ଟ ବକ୍ସରେ ନିହାତି ଆପଣଙ୍କ ମତାମତ ଲେଖି ଜଣାଇବା ପାଇଁ ଭୁଲନ୍ତୁ ନାହିଁ। ଧନ୍ୟବାଦ।